परिस्थिति कौन परिस्थिति जो पढ़ाई अधिपति ओडिशा बाहर को जाई लुचि रुह ये मानव सेना जमीती माटी छंती नंदला करी पिटिए गोटिए तले पके मोर किला मु संभाली गल गल ढेकान निज पिता निजे संभाल मु चौकी लुचि रहिले बे पुलिस मते खोजी खोजी आए बड़ा काम आपे जब करी ना गाँ परिचय पत्र सब बदलाई बाड़ी पट रास्ता दे छुआ देश विदेश को जाओ संपत्ति को भीड़ नहीं भीड़ गला शशुर बोले जाए संपत्ति लोभ गलानी बसु बसु ये सड़ा पड़े गला हेले मु सड़ा टिए करी कोन रे असंतु से माने जो होगा देखा जाएगा मैं नरण नापितम धुतम ओ मु छाड़ी से माने को तो क्या सको क्या करूं आई आओ जा कि तमसा लगी 4 दिन हलानी फोन ऊपर फोन करुची कहीं फोन उठेबार नहीं कि टंका पठेबार नहीं जदि पाठ पढ़ाई न पारिबो विदेश कौन भाई पठो दिल आई तू केते आसिलु घर भीतर भी न जाई दांदा काटा ठिया हेछु कोइ राखी छु काई की राखीबिनी 4 दिन हलानी फोन ऊपर फोन करि चली कहीं भी के मो फोन उठो नांती कि टंका पठेबार नाम मते करू अरे भाई हुए तो टकाटा जोगाड़ कर नथिबे तू तो जानिछु हम भाव संसार कथा मु मन कहूची भाई टकाटा जोगाड़ कर तो निश्चय पठाई देबे केबे पठाइबे कोन कॉलेज तोरा के साले बारे तू आगे ना भाई राखिले कोन सब समस्या समाधान हो जिवो तू जानिछु भाई बड़ भाई को ब्रेन ट्यूमर रविनाथ से काम करने को जाते पाठ पढ़ाई मनीष
ଧନ୍ଦା କିଏ କରିବ? ଏ ରୋହନ ଭାଇ, ଆରେ ବଡ ଭାଇ ତ ସଦାବେଳେ ତାଙ୍କ କର୍ତ୍ତବ୍ୟ କରୁଛ, ତୁ ତାଙ୍କ କଥା ଚିନ୍ତା କରିଛୁ? ଆରେ 2 ମାସ ଭିତରେ ଭାଇଙ୍କର ଅପରେସନ ନହେଲେ ଆମ ଭାଇ ବଞ୍ଚିବେନି। ଏ କଥା ଶୁଣି ଆମେ ସମସ୍ତେ ଭାଙ୍ଗି ପଡିଛୁ। ଜୀବନ, ତା ଭିତରେ ମୁଁ ଡକ୍ଟର ଚାକିରି ପାଇସାରିଥିବି, ତାପରେ ମୁଁ ଭାଇଙ୍କ ଅପରେସନଟା କରିଦେବିନି? ଭଗବାନ କରନ୍ତୁ ତମ ତୁଣ୍ଡ ସୁତୁଣ୍ଡ ହଉ। ତମ ଭାଇ ତମରି ହାତରେ ଭଲ ହେଇଯାଉ। ଡାକ୍ତର ହେଲେ ତ ପୁଣି, କିନ୍ତୁ ମୁଁ ଭାବୁଛି ମୋ ପାଠ ପଢା କେବେ କମ୍ପ୍ଲିଟ ହେଇପାରିବନି। ଆରେ କିଏ କହିଲେ ତୋ ପାଠ ପଢା କମ୍ପ୍ଲିଟ ହେଇପାରିବନି? ତତେ ତ ପାଠ ପଢେଇ ଡକ୍ଟର କରିବି ବୋଲି ମୋ ଜୀବନଟାକୁ ମୁଁ ବାଜି ଲଗେଇ ଦେଇଛି। କେମିତି ପାଠ ପଢିବି? କେମିତି ଡାକ୍ତର ହେବି? କଲେଜ ଫିସ୍ 70,000, ହଷ୍ଟେଲ ଫିସ୍ 1.5 ଲକ୍ଷ ଟଙ୍କା। ହଷ୍ଟେଲ ଇନଚାର୍ଜ ଟଙ୍କା ନ ବାନ୍ଧିଲେ ହଷ୍ଟେଲ ବାହାର କରିଦେବେ। ମୋ ଭାଇ, ଏ ପରିସ୍ଥିତିରେ ମୁଁ କଣ କରିବି? ଆସିଛୁ ଯେତେବେଳେ ଟଙ୍କାଟା ସାଥିରେ ନେଇକି ଯିବୁ। ଆରେ ମାଲିକଙ୍କୁ ଉରା ହୋଇ 2 ଲକ୍ଷ ଟଙ୍କା ସୁଧକୁ ଆଣିଥିଲି, ମୋ ମୁଣ୍ଡଟା ଅପରେସନ ହବ। ଟଙ୍କାଟାକୁ ତୁ ନେଇଯା। ତୁ ତ 2 ମାସ ପରେ ଡକ୍ଟର ହେଇପାରିବୁ, ଆଉ ତୋ ନିଜ ହାତରେ ମୋ ମୁଣ୍ଡଟାକୁ ଅପରେସନ କରିଦେବୁ। ନାଇଁ ଭାଇ, ରାତି ଅଧରେ ମୁଣ୍ଡକୁ ଧରି ତମେ ଯୋଉ କଷ୍ଟ ଅନୁଭବ କରୁଛ, ମୋ ମତରେ ଅପରେସନଟା ନିହାତି ହେବା ଦରକାର ଭାଇ, ନିହାତି ହେବା ଦରକାର। ପାଗଳାଟା, ଆଜି ମୋ ମୁଣ୍ଡଟା ଅପରେସନ ନହେଲେ 2 ମାସ ପରେ ହବ। ହେଲେ ମୋ ଭାଇର ଭବିଷ୍ୟତଟା ନଷ୍ଟ ହେଇଗଲେ ସେ ସାରା ଜୀବନ ବେକାର ହେଇଯିବ। ଏ ଜୀବନ ଭାଇ, ମୋ ମୁଣ୍ଡର ଯନ୍ତ୍ରଣାଟାକୁ ମୁଁ ସହିଯିବି ରେ। ମୋ ଭାଇର ଭବିଷ୍ୟତ ନଷ୍ଟ ହେଇଗଲେ ଏକଥା ମୁଁ ସହିପାରିବିନି ରେ, କେବେ ବି ସହି। ତମେ ସୁସ୍ଥ ରହିଲେ ତ ସେମାନଙ୍କୁ ମଣିଷ କରିବ। କାମ କଲେ ତ ତମମାନଙ୍କୁ ପାଠ ପଢି ଆମମାନଙ୍କ ପେଟରେ ଆହୁରି ଦବ। କେତେ ଦିନ, କେମିତି ଏ ଚତୁରକୁ ଦେହ ପାରି କେତେ ଦିନ ତମେ ଏମିତି ଖଟିବ? ହେଲେ ତୁ କାହିଁ ବ୍ୟସ୍ତ ହଉଛୁ? ଚାହୁଁ ଚାହୁଁ 2ଟା ମାସ କୁଆଡେ ବିତିଯିବ। ଆଉ ମୋ ରୋହନଟା ତା ନିଜ ହାତରେ ମୋ ମୁଣ୍ଡଟାକୁ ଅପରେସନ କରିଦବ। ଆରେ ରୋହନ, ତୁ ମୋ କଥା ଚିନ୍ତା କରନା ରେ। ତୁ ଖାଲି ମନ ଲଗେଇ ପାଠ ପଢ। ଆଉ ତୁ ଯେତେବେଳେ ଯାହା ଦରକାର ମୁଁ ତତେ ଦେବି। ତୁ ଖାଲି ଡକ୍ଟର ହେଇ ମୋ ସ୍ୱପ୍ନଟା ପୂରଣ କରିବା ଦରକାର। ମୋ ପାଖକୁ ନେ ଟଙ୍କା, ନେ କହୁଛି। ଆରେ ଭାଇ, ତମେ ମୋ ପାଇଁ ଯେତିକି ତ୍ୟାଗ କରୁଛ, ତମର ମୋ ଜୀବନ ସାରା ସୁଝି ପାରିବିନି। ଜୀବନ ସାରା ସୁଝି ପାଗଳାଟା। ଯମୁନା, କଣ ହେଲା? ପିଲାଟା ଆମର ଏତେ ଦୂରରୁ ଆସିଛି, କିଛି ବି ଖାଇ ନଥିବ। ଏ ଯାଅ, ତା କଣ 2ଟା ଖାଇବାକୁ ଦବ, ଯାଅ। ଠିକ ଅଛି। ଭାଇ, ତୁ କେତେବେଳେ ଆସିଲୁ? ଭାଇ, ଆସି ଯେତେବେଳେ 2-3 ମାସ ରହିକି ଯିବୁ ହେଲା। ଆସିଗଲେ କଲେଜ ପଢୁଆ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ, ଏଣୁ ତମେ ଭାଇ ମୋ ପାଇଁ ସ୍କୁଟି କେବେ ଆଣିବ ଯେ? ଫୁଲେ ମୁଁ କେତେ ଭଳିଆ କି 10 ବେଳେ 4 ଥର ଫେଲେ ଘରେ ବସି ମୂର୍ଖ। ତୁ ତ ନହେଲେ ଯୋଉ ତଣ୍ଟି ପ୍ୟାଣ୍ଟ ଯାଇଲୁ, ହଁ? ତୁ ପରା ହରିପୁର ତଳେ ସେ ଶୀତୁନ ପଠଉ 10 ଘଣ୍ଟା କପି କରିକି ପାସ୍ କରିଛୁ। ଆଉ ପଚାରିଆ? ଏବେ ପାସ୍ କରିଗଲୁ ତ, ଫୁଟାଣି ବାହାରୁଛି। ହଁ, ଭଲ ହେଲା ଯା। ମୁଁ ତମର ମୂର୍ଖ ନୁହଁ ହେଲା, ପାସ୍ କରିଛି ଟି। ଏ ଭାଇ, ଭାଇ ତୁ ବା କହୁଥିଲୁ ମୋତେ ସ୍କୁଟି ଆଣିକି ଦେବୁ। ଆଉ ସ୍କୁଟି କହୁଥିଲୁ ଆଣିବୁ ଯେ? ଆଣିପାରିବି 6 ମାସ ହେଲାଣି, ମୁଁ ଆଉ ତୋ ସହିତ କଥା ହେବିନି ଯା। ସେମିତି ଗୋଟେ ଭାଇ, ରାମୀ ଯୋଉ ଭଳିଆ ଆମର ଅଣ୍ଡିରା ଚଣ୍ଡୀ, ହଁ? ତାକୁ କଣ ସ୍କୁଟି ମାନିବ? ଆଉ ତାପରେ ଅଣ୍ଡିରା ଚଣ୍ଡୀ କି ଗୋଟେ ବୁଢା ବର ଦେଖି ବାହା କରିଦବ। ଭାଇ, ବୁଲେଟ ଦବ, ବୁଲେଟ ଦବ ଯେ ଫଟ ଫଟ। ବେଶୀ କଥା କହୁଛୁ ତ? ବେଶୀ ମୁଁ କଥା ବୁଢା ବର ହେଲାନି। ଆଉ ତୁ ଗୋଟେ ସେକେଣ୍ଡ ହ୍ୟାଣ୍ଡ ମ୍ୟାଚ୍ ରେ ଦେଖି ଗୋଟେ ଦେଖିକି ତ ବାହା କରିବୁ। ଯାହା 4ଟା ଛୁଆ ଥିବ। ମୁଁ କାଇଁ ଭାଇ? ତୁ ବାହା। ତୁ ବୁଢା ବର, ତୁ ବୁଢା ବର, ତୁ ବାହା, ତୁ ବାହା।
ତମେ ଯୋଉ ଭଳି ମୋର ସେବା କରୁଛ ନା ଯମୁନାଙ୍କୁ ପାଖ ମାରିବା ପାଇଁ 10 ଥର ଚିନ୍ତା କରିବ। ଏ ଯମୁନା ତମେ ହଉଛ ପରା ଏ କଳି ଜୀବର ଆଉ ଏକ ସତୀ ଅନୁସୟା। ମତେ ଆଉ କଥା କହି ଭୁଲେଇ ଦେବାକୁ ଚେଷ୍ଟା କରନି। ଏଇ ତମକୁ ଯେ ନ ଜାଣିଲେନି ମୁଁ ଜାଣିଛି ତମେ କେତେ କଷ୍ଟ ପାଉଛ। ଏଇ ତମ କଷ୍ଟ ଦେଖି ମୁଁ ସହିପାରୁନି ମୁଁ ଯଦି ସହିପାରୁଛି ତୁ ସହିପାରୁନୁ କାହିଁକି? ଏ ଯମୁନା ବାପା ମଲା ପରେ ତାଙ୍କ ଶବକୁ ଶୋଇ ଶପଥ କରି ପିଲାଦିନଟିକି ମଣିଷ କରିବି। କେବେ ବି ମା ବାପାଙ୍କ ଶୂନ୍ୟସ୍ଥାନ ଅନୁଭବ କରିବାକୁ ଦେବିନି। ତୁ କହ ସେଇ ମଲା ବାପାର ଦେଇଥିବା ଶପଥକୁ ମୁଁ ଭୁଲିଯିବି କେମିତି ଭୁଲିଯିବି? ଅଭିଭାବତୀରେ ମତେ ଦେଇଥିବା ପ୍ରତିଶ୍ରୁତି ସେଇ କରିଥିଲା ପରିରୋଧ ଗର୍ଭ ଧାରଣ କରିବାର କ୍ଷମତା ଥିଲେ ମଧ୍ୟ ଏଇ ପିଲାମାନଙ୍କ ମୁହଁରେ ମୁଁ ନିଜକୁ ବଞ୍ଚ କରିଦେଲି। ମୁଁ ସତ କହୁଛି ଆଜି ତ ତମର କିଛି ହେଇଯାଏ ମୋ ସକାଶେ ଯୋଉ ହଜାଇ ମୁଁ ବଞ୍ଚିବି କେମିତି ବଞ୍ଚିବି ତୁ କାନ୍ଦୁଛୁ କାହିଁକି? ତୋ ଆଖିର ଲୋ ଦେଖିଲେ ମୁଁ କଣ ସହିପାରିବି? ଏ ଯମୁନା ଏଠି ସମସ୍ତଙ୍କର ସାଧ୍ୟ ସାବ୍ୟସ୍ତ କରିବାର ଏ ସ୍ୱାର୍ଥପର ଦୁନିଆରେ କାହା ପାଇଁ କାହାର ଦରଦ ନାହିଁ। ଏଠି ପରା ଆଖିର ସପନା ଲୁହାର ଧାରା। ଏ ଜୀବନ ଏମିତିକା ସାଜିଲେ ଆରେ ମୋର ଅପରାଧ କଣ? ଆଉ ତୁ ମତେ ମାରୁଛୁ କାହିଁକି? ତତେ କେତେ ଥର କହିଛି
ଆରେ ବାପାଙ୍କର ଦେହ ଭଲ ନାହିଁ। ଆରେ ଜଳଖିଆ ଖାଇ ରହିଯାଇ ମେଡିସିନ ଦେଉଥିଲି, ସେଥିପାଇଁ ଟିକେ ଡେରି ହେଇଗଲା। ଏବେ ସାଙ୍ଗେ ସାଙ୍ଗେ ତ ବୁଟ ପଲିସ କରିଦଉଛି। ତୁ ହଉଛୁ ଗୋଟେ ସୁପର ମାରୁକା। ମାର ଦିଟା ନ ଖାଇଲେ ତୁ ବାଟକୁ ଆସିବୁନୁ। ଶୁଣ, ଆରେ ମନକୁ ଯାଉଛି କହ, ହେଲେ ତୁମ ଉପରେ ହାତ ଉଠାନିରେ ପାପ ହବ ନା? ଶୁଣ, ମୁଁ ପରା ତ ବଡ ଭାଇ। ବଡ ଭାଇ ନା ଆଉ କିଛି? ତୁ ଯେମିତି ମୋ ମା ପେଟର ଭାଇ, ମତେ ଆମ ବୁଢା ଦୟା ଦେଖେଇ ଘରେ ରଖିଛି। ତୁ ମୋ ବଡ ଭାଇ ନୁହଁ, ତୁ ହଉଛୁ ଗୋଟେ ଜାଲକ। କଣ କହିଲୁ ମୋ ସପନକୁ? ଏଇଟା ଗୋଟେ ଜାଲକ। ଛୁଆଳ ଏ ବୁଢା ହାତ କାହିଁକି ଉଠେଇଲୁ? ଆରେ ମୁଁ ତତେ ହାତ ଯୋଡୁଛି, ତୁ ବାପା ଆମର ଜମା ହାତ ଉଠାନା। ଏମିତି କଲେ ପାପ ହବ, ପାପ। କାହିଁ ହାତ ଧରିବେ? ଏ ବୁଢା କାହିଁ ହାତ ଧରିବେ? କାହିଁ ଉଠେଇଲେ? ତାକୁ ତମେ କ୍ଷମା କରିଦିଅ ବାପା, ତାକୁ ତମେ କ୍ଷମା କରିଦିଅ। ଆଉ ମତେ କ୍ଷମା କରିବା ଦରକାର ନାହିଁ। ବୁଢା ଆଜିର ଖର୍ଚ୍ଚଟା ଦେବେ, ମୋ ପାଖରେ ଚୁପଚାପ ଚାଲିଯିବେ। ମୁଁ ତ ତାକୁ କିଏ ଟଙ୍କା ବି ଦେଇପାରିବିନି। ଯଦି ଖର୍ଚ୍ଚ କରିବାର ଅଛି ନିଜେ ରୋଜଗାର କରି ଖର୍ଚ୍ଚ କର। ଆଉ ତମେ କଣ ମଲା ବେଳେ ସେ ଟଙ୍କା ମଶାଣିକି ନେଇଯିବ? ସବୁ ମୋ ସପନକୁ ମୁଁ ଦେଇଦେବି। କୋଉଦିନ ମୁଣ୍ଡକୁ ପୋକ ଚଢିବ, ଭାତରେ ଟିକେ ଦାନା ଦର ମିଶାଇ ଦେବି। ସବୁଦିନ ପାଇଁ ସପନଟା ଧୋ ହୋଇଯିବ। ମୁଁ ଯଦି ମରିଗଲେ ତ ମନ ଯଦି ଶାନ୍ତି ହୋଇଯିବ। ଆରେ କୋଉଦିନ କାହିଁକି ଆଜି ମତେ ମାରିଦେ। এই সফল ବାପା, আরে তু পরে বৃদ্ধ অবস্থায় আশা বাড়ি তোর কিছু হয়ে গেলে ମୁଁ ବଞ୍ଚି ପାରିବିନି ରେ। ବାପା, ମୁଁ ସିନା ଅଛି ବୋଲି ସୁମନ ତମ ଉପରେ ରାଗୁଛି। ମୁଁ ମରିଗଲେ ସେ ଜମା ରାଗିବନି। ଏ ଘରର ପରିବେଶ ଶାନ୍ତ ପଡ଼ିଯିବ। শাস্ত্র করে অহংকার সতরতে রমণী নয় এটা ওটা অহংকারে ইয়া দুঃখীর সাগরে ধইলে ওঠে ইয়া সেই অহংকার হয়ে রহিଯିବ কদাপি জমজম କରିବନି। ହଁ ମୁଁ ଅଙ୍ଗାର, ମତେ କ୍ଷୀର ସାଗର ଧରି ଚକଚକ କରିବା ଦରକାର ନାହିଁ। ବୁଢା ମୁଁ ତତେ ଗୋଟିଏ ଟଙ୍କା ବି ଦେଇପାରିବିନି। ମୁଣ୍ଡ ଗରମ କରନା କହୁଛି। ସକାଳୁ ଏପର୍ଯ୍ୟନ୍ତ ଟୋପାଏ ମଦ ପିଇନି। ଆଉ ମଦ ନ ପିଇଲେ ମୁଁ ଏକରେ ପ୍ରଳୟ କରିବି, ପ୍ରଳୟ। ଏ ଶୁଣ,
ଆରେ କାହିଁକି ଦିନ ରାତି ସେ ମଦ ଗୁଡ଼ା ପିଉଛୁ ଦେହ ଖରାପ ହେଇଯିବ ରେ ଆରେ ସେ ଚହଳ ଗୁଡ଼ା ପିଏନି ରେ ସୁମ ସେ ଚହଳ ଗୁଡ଼ା ପିଏନି अबे तबे पीचू पीलु तो मद जानिनु गोटे थर पी अरे लोके कहती एठी जे न पिए मद ता बांस कथा चल गोटे थर पी लाइट ता पूरा झकास हो जो झकास ओ पी उठा तो लाइट ता झकास हो आलता देले से पीबी एडी माइडियर फादर मालटा छाड़ भाई एमती मारिया पड़े टंका न दब पूरी थोपेबी ए बुढ़ा मनुष्य का मारा खाइया भल लगुची ये सुम तू ताको उपरे हाथ उठेले तोते पाप हब सुम पाप हब तते कहूची माल दे बुढ़ा ए बुढ़ा माल दे कहूची आ मु देबी ए तते कहूची आ मु देबी अबे जा ହାତ ଉଠେଲୁଣି ଯେ କାହିଁକି ବାପା ଗୁଡ଼ା କିଣୁଛୁ ଆରେ କାହିଁକି କିଣୁଛୁ मारी देबी ए बुढ़ा तंटी पियाती मारी देबी आज मते जदी एक टंका या भाई मो मने दया माया किछि नाही या आखिर सपना लुहर धार कच्छी जीवे कंजूरी बसिका धारे से गंध अधीरा बिना धारे कच्छी जीवे कंजूरी बसिका धारे से गंध अधीरा बिना
ତମକୁ ଏତେ ଭଲ ଲାଗୁଛି ଯେ ତମକୁ ଗୋଟେ ମୁହୂର୍ତ୍ତ ଛାଡ଼ିକି ମୋର ଅସମ୍ଭବ। ଆଚ୍ଛା ତମକୁ ପାଗଳ ପରି ଭଲ ପାଇଲିଣି। ନା ତମ ବିନା ରାତି କଟୁଛି ନା ଦିନ ବିତୁଛି। ଏ ନା ପ୍ରେମର ମତୁଆଲି ନିଶାରେ ତମେ ମତେ ଏମିତି ପାଗଳ କରିଦେଇଛ। ମତେ ଏମିତି ଲାଗୁଛି ତମେ ମୋ ପାଖରେ ଥିଲେ। ଏ ଆକାଶ ରଜନାଟା ମୋ ହାତ ପାହାନ୍ତା। ମାନଙ୍କର ଏଗୁଡ଼ା ସବୁ ମନଗড়ା କଥା। ଏମିତି ମିଠା ମିଠା କଥା କହି ଝିଅ ମାନଙ୍କର ମନ ଜିତଉଛି, ତାପରେ ଠକି ଦେଇ ଅଧା ବାଟରେ ହାତ ଛାଡ଼ି ଚାଲିଯାନ୍ତି। ନାଇଁ ମ୍ୟାଡାମ, ଏପରି କଥାଟି ଆମ ସୋସାଇଟିରେ ଅଧିକାଂଶ ଝିଅ ମାନଙ୍କ ପାଖରେ ହିଁ ଦେଖାଯାଏ। କାରଣ ଆମ ସୋସାଇଟିର ଅଧିକାଂଶ ଝିଅ ମାନେ ପୁଅ ମାନଙ୍କୁ ହିଁ ଧୋକା ଦିଅନ୍ତି। ନା ତା ମାନେ କଣ କହୁଛ? ମୁଁ ଧୋକେବାଜ? ମୁଁ ସେ କଥା କେତେବେଳେ କହିଲି? ହଁ, ଧୋକା ଦେବାଟା ଆଜିକାଲି ଝିଅ ମାନଙ୍କ ପାଖରେ କୋଉ ଅସମ୍ଭବ ଯେ? ଶୁଣ, ମୁଁ ସେ ଝିଅ ପରି ନୁହଁ ଯୋଉମାନେ ଧୋକା ଦିଅନ୍ତି। ତମେ ମୋ ଜୀବନର ଆରମ୍ଭ ଆଉ ଶେଷ। ଆଉ ଏ ଜୀବନର ମନ ମନ୍ଦିରରେ ନୁହେଁ, ସାତ ଜନ୍ମ ପାଇଁ ନେନା ଜୀବନର ଜୀବନ ନେନାର। I love you ଜୀବନ, I love you। I love you too.
আর পরিচয় কর। ମୁଁ ଜାଣିନି ଭାଇ। আরে জনক বিষয়ে কিছু ন জানি অন্ধ পরি প্রেম করিয়া বোকামি না। তু প্রথমে জানিবা দরকার সে কিଏ তা বিজাতীয় তা পরম্পরা তা খানদান কর। আচ্ছা তম না? জীব মহাপাত্র ମୋ ବଡ଼ ଭାଇ ଆପଣ ଫ୍ୟାକ୍ଟ୍ରିରେ କାମ କରନ୍ତି। What? আরে তো ভাই ମୋ ଫ୍ୟାକ୍ଟ୍ରିରେ ୱେଟ୍ କର। ହଁ ଆଜ୍ଞା। କଣ ତୁ? I mean ତ ଇନକମ୍ କଣ କର? କିଛି ନାହିଁ। আরে ମୋ ଭଉଣୀ ସହ ମିଳାମିଶା କରିବାକୁ ସାହସ କରୁ ତମେ? তো ভাই ମୋ ଫ୍ୟାକ୍ଟ୍ରିରେ ୱେଟ୍ କର। ଚାକର ହୋଇ ମାଲିକ ସହ ପ୍ରେମ କରିବାକୁ ସାହସ କରୁ ତମେ? ଗାଣ୍ଡ ଦ୍ୱାରା ତଳ ମାନ ହୋଇ ତତ୍କାଦ ହେବାକୁ ଚେଷ୍ଟା କରୁ କେମିତି? ଭାଇ ମୁଁ ତାକୁ ଭଲ ପାଏ। ଚୁପ୍ କର। ତାର ପଚାର ତାକୁ ଦିନକୁ ଦିନ ଦୁମୁଠା ଖାଇବାକୁ ଦେଇପାରିବ ତୋତେ? ଭଲ କରି ଖଣ୍ଡ ପିନ୍ଧିବାକୁ ଦେଇପାରିବ? ଅକାଦ ଅଛି ତାର? ମୋତେ ବିଶ୍ୱାସ କରନ୍ତୁ ମୁଁ ନନାଙ୍କୁ ବହୁତ ଖୁସିରେ ରଖିବି। ଏମିତି ଖୁସିରେ ରଖିବ? ଆରେ ଦିନକୁ କେତେ ରୋଜଗାର କରିବ ତମେ? ମହିଳାର ମାସକୁ ଖର୍ଚ୍ଚ ଯେତିକି ତମର ମାସକୁ ଇନକମ୍ ସେତିକି ଦେଇପାରିବ ତ? ମୋତେ ବିଶ୍ୱାସ କରନ୍ତୁ ନେନାଙ୍କ ଉପରେ ମୋର ଯଥେଷ୍ଟ ବିଶ୍ୱାସ ଅଛି। ମୁଁ ସୀମିତ ରୋଜଗାର ସହ ସେ ସାରା ଜୀବନ ଥାକ ଦେଇ ଚାଲିପାରିବେ। ନା 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 এটা কেମିତି ହବ କହିଲ? ଦେଖ ଯାହା ହେଲେ ବି ମୋ କସ୍ମେଟିକ୍ ଖର୍ଚ୍ଚ ଦବ କି ନାହିଁ କହିଲ? ଶୁଣ ମୋ କସ୍ମେଟିକ୍ ଖର୍ଚ୍ଚ 18 ରୁ 20,000। ତମେ ଗୋଟେ କାମ କର, ତମେ 30 ରୁ 40,000 ଭିତରେ ଗୋଟେ ଜବ୍ ଜଏନ୍ କର। ତାପରେ ଖାଇକି ରାଜି କରିକି ଆମେ ମ୍ୟାରେଜ୍ କରିଦେବା। ନେନା ଯଦି ମାସକୁ 20 ରୁ 30 ଇନକମ୍ ନ କରିପାରେ ତାମାନେ ତମେ କ'ଣ ମୋତେ ଭୁଲିଯିବ? ଭୁଲିବି ଭାବିବି ତମେ ମୋ ଜୀବନର ନଥିଲ। ବା 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 ଇ ବା ତୁ କେବେ ତା ହୃଦୟକୁ ଭଲ ପାଉନା, ଭଲ ପାଉ ପକେଟ ଦିବାର ଜନ୍କୁ। ଆଉ ତୋ ପାଇଁ ପ୍ରେମର ମୂଲ୍ୟ ଗୋଟେ ଫାଙ୍କା ହବା। ଆଉ ତୋ ପରି ଝିଅମାନଙ୍କ ପାଇଁ ଆଜିକାଲି ପ୍ରେମଟା ଗୋଟେ ଟାଇମ୍ ପାସ୍। ଆରେ ତୁ ନାରୀ ନୁହେଁ, ତୁ ଗୋଟେ ଛଳନାମୟୀ। ତୁ ପ୍ରେମିକା ନୁହେଁ, ତୁ ଗୋଟେ ପ୍ରତାରିକା। ତୋତେ ଭଲ ପାଇବା ଭୁଲ, ତୋତେ ମନ ଦେବା ଗୋଟେ ମସ୍ତ ବଡ ବୋକାମି। ଆରେ କାହା ସାମ୍ନାରେ ଠିଆ ହୋଇ ତା ଭଉଣୀକୁ ସଜାବ କରୁଛୁ? ମୁଁ ଚାହିଁଲେ ଏଇଠି ତତେ ସୁଟ୍ କରିବି। ମୋତେ ମାରି ଦିଅନ୍ତୁ, କାରଣ ଏଠି ଯଦି ମୁଁ ମରିଯାଏ ସବୁଠୁ ବେଶୀ ଖୁସି ହବ ଆପଣଙ୍କ ଭଉଣୀ। ଆଉ ମୋ ଶବ ଉପରେ ମନ ଖୋଲି ହସିଯିବ, ମନ ଖୋଲି ହସିବ। ଆରେ ଚାଚା ଆଜି ମୁଁ ଦୟାରେ ତତେ ଛାଡ଼ି ଦଉଛି। ତମେ ଏଇଠି ମୁଁ ତତେ ନେଇଥାନ୍ତି। ମୁଁ ବି ଆଜି ଦୟାରେ ତମ ଭଉଣୀକୁ ଛାଡ଼ି ଦଉଛି। ତା ନହେଲେ ସେ ଯେମିତି ମୋ ସହ ପ୍ରେମର ନାଟକ କରି ମୋ ହୃଦୟଟାକୁ ଭାଙ୍ଗି ଦେଇଛି। ଏଇଠି ବଳାତ୍କାର କରିଥାନ୍ତି ତାକୁ। ମନେ ରଖିଥାନ୍ତା ସାରା ଜୀବନ ସେ ମୋତେ। ତୋ ବଡ ଲୋକିଆ ତୋ ଘରେ, ତୋ ବଡ ଲୋକିଆ ଠାଣି ତୋ ପାଖରେ এইଠି ଠିଆ ହେଇ କଥାବାର୍ତ୍ତା କରେ ନା। ଆରେ କରୋନା ଭାଇରସ ଏମିତି ଏକ ରୋଗ, ମଣିଷକୁ ଗ୍ରାସ କଲେ ମଣିଷ ହୁଏତ ବଞ୍ଚି ଯାଇପାରେ, ହେଲେ ତୁ ଏ ପ୍ରେମିକ ସମାଜ ପାଇଁ ଏମିତି ଏକ କରୋନା ଭାଇରସ। ତୁ ଯାହାକୁ ଗୋଟେ ଥର ଗ୍ରାସ କରିବୁ ନା ସେ ବଞ୍ଚି ପାରିବ ନା ମରି ପାରିବ। ଆସୁଛି
বাবা মোর গঞ্জাই কিয় একরে বাসুকি সরগরে গঙ্গা তপস্যা কলে হার হার মহাদেব সত্যতা কলে বললে দঙ্গা দঙ্গা জয় শম্ভু ଆରେ ମାରୁ 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 ମତେ ଲାଶ ସଜାଇ ଦେଲେ ବି ତମ ମାନେ କେବେ ହେଲେ ସତ୍ୟର ସ୍ୱରକୁ ହତ୍ୟା କରିପାରିବନି ଆଉ ତମ ମାନଙ୍କର ସବୁ କଳା କାରନାମା ଦିନେ ପଦାକୁ ବାହାରି ଆସିବ ଏଟା ସତ୍ୟ ଧ୍ରୁବ ସତ୍ୟ হরামি চুতি আসম্ভব আসম্ভব আমরা সারিত সরে পুলিশ পকেট যাবে না টঙ্কা পাইবু টঙ্কা বন্ধ পরি বঞ্চিবু କଣ ଭାବିଛ ତମେ ମାନେ ଟଙ୍କା ଦେଇ ମୋ ପାଟିକୁ ଚୁପ୍ କରିଦେବ ଚାପ ପକାଇ ସାମ୍ବାଦିକକୁ ନିଜ ଅକ୍ସିଆରକୁ ନେଇଯିବ ପାରିବନି ପାରିବନି ତମେ ମାନେ ଓ କାରୁଆ ସାମ୍ବାଦିକଟା ତ ସତକୁ ଛାପି ଦବ ସମାଜଟାକୁ ସୁଧାରି ଦବ ଆରେ ଶୁଣ ଆମ କଥା ମାନ ବାଟକୁ ଚାଲି ଆସ ଏ ଆଇନର ଦଲାଲ କଣ ଭାବୁଛୁ ଆରେ ତୁ ଟଙ୍କା ଖାଇ ସତକୁ ମିଛ ମିଛକୁ ସତ କରି ପାରୁଛୁ ବୋଲି ଏ ସାମ୍ବାଦିକ କଣ ସେଇଆ ଆରେ ତମ ପରି କଳା କୋଟ ପିନ୍ଧିଥିବା ଓକିଲ ମାନଙ୍କ ପାଇଁ ଏ ସମାଜରେ ଦୁର୍ନୀତି ଲୁଣ୍ଠନ ବଳାତ୍କାର ହୁଇ ବଢି ଚାଲିଛି ଆରେ କାରୁଆଟା ତ ଅଟକଉନୁ ସେତେବେଳେ ତ କଲମରୁ କଣ କାଳି ସବୁ ସରି ଯାଉଛି এ সম্বাদে ও কথা মান আরে টঙ্কা গরিবু টঙ্কা নহলে শিব তাণ্ডব কলা পরি ভয় খাইবু 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 ছি 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 ତମ ମାନଙ୍କ ସହିତ ସାଲିସ କରିବା ଅପେକ୍ଷା ମରିଯିବାଟା 100 ଗୁଣରେ ଭଲ ଆଉ ଅନ୍ୟାୟ ଅଧର୍ମକୁ ସପୋର୍ଟ କରିବା ଅପେକ୍ଷା ଅଲିଳ ସମାଧି ଭାଗ୍ୟଟା ସବୁଠୁ ଭଲ এ সম্বাদে আরে তু মরি গলে তো মারি কিনিয়াটা বেসাহারা হইଯିବ রে ଆଉ ତ ପିଲାମାନେ ଅନାଥ ହେଇଯିବେ ଅନାଥ ଆରେ କଥା ବି ମୁଁ କହିବି ପଛ ଘୁଞ୍ଚ ନାହିଁ ବୀରର ଜାତକେ ନମର ସେ କେବେ ପରାଣ ଆତଙ୍କେ ଲୋ ବାପ ବୀର ପୁରୁଷଟା ତ ତୋ ପାଖରେ ଗାନ୍ଧୀ ଗୋପବନ୍ଧୁ ବି ହାର ମାନିଯିବେ ରେ ଆମେ କହିଲେ ବୁଝୁନୁ ଘନା ଘୁଷୁରିଆର ଚାଙ୍ଗୁ ବାଜିଲେ ଶିବା ଗୁଣ୍ଡାର ରକ୍ତଟା ଗରମ ହବ ତାପରେ ଶଳାଟି ତିନି ପାଞ୍ଜିରୁ ଯିବୁ ମରିବୁ ବେ ହାରାମ ଦାଦା ଏ ଶଳା ଘନା ଘୁଷୁରି ଘୁଷୁରି জাগিরে সবাকিও অনেক শোনে আউটডোর বিকে আর সেই টঙ্কারে নচায় তাতেইও হেইও তাতেইও ଆମକୁ ବର୍ବାଦ କରିବାକୁ ବସିଛେ ଏ ଉପରୱାଲା ଏସଲା ସମାଜକୁ ଏନ୍ତା ବୁଦ୍ଧି କାଇ କୋଦେଲା ରେ ସାରା ଘରେ ଘୁଷୁରିଆ ସହ ପଙ୍ଗା ନେଇଛି ମନେ ୟାର ତ କାଲ ପୁରିଲା ରେ ତାହେଲେ ସେଇ ଘନା ଘୁଷୁରିଆ ଯେ ସହରର ପ୍ରତି ଆତଙ୍କ ରାଜ ସୃଷ୍ଟି କରିଛି ଆଉ ଯୁବଗୋଷ୍ଠୀ ମାନଙ୍କୁ ପାଉଡର ଦେଇ
ନିଶାସକ୍ତ କରେଇ ଜୀବନକୁ ବର୍ବାଦ କରିଦେଉଛି। ଭଲ କହିଲୁ ରେ ଦୁଇ ଷୋଳଟି ମୋର ଧନ୍ଦ ବିଷୟରେ ସବୁ ଜାଣିଗଲୁ। ଏ ସମ୍ବାଦୀ ସାଲା ମୁରା ସହ ହାତ ମିଲେଇ ଦେ। ବିନ୍ଦାସ ରଖିବି ରେ। ଡେଲି ଡେଲି ଟଙ୍କା ଗଣିମୁ ଟଙ୍କା। ପୁଅର ଟକିକୁ ନେଇ ଅଏସ କରିବୁ। ଆବଶ୍ୟକ ନାହିଁ। ଲୋକମାନଙ୍କୁ କହନ୍ତୁ ମୋତେ ଯିବାକୁ ଦେବେ। ଏ ଉପରବାଲା। ଏ ସାଲା ଏନ୍ତା କଣ ବୋଇଲା ରେ? তুই তো আমার অতিথি অছু। আরে সম্বাদী ঠান্ডা পিবু না ঘর দেশি কুকুড়া মাংস খাইবু না গরি চমড়া মাইকি নিয়া ধরি গিলা করিম। ଏଇଟାକୁ ମୁଁ ସବୁ ପ୍ରକାର ବୁଝାଇ ସାରିଲିଣି। ଏ ତୋର ହରମଜାଦା ଆମ କଥା ଜମା ଶୁଣୁ। এ উপরওয়ালা এসালা তো অন্ডরা পিলা আছে। মুই দেখিবি রে তুই সালা এন্ত অন্ডরা পিলা আছু। এ শিবা এ সালাটা একটু চালি গেলে আমার ধন্দাকে মান্দা করিব রে। এ সালার কামটা বড়াই দে। ନାଇଁ ବସ୍ ମୁଁ ଆଜି ମଣିଷ ମାରିପାରିବିନି। ଆଜି କାହିଁ ମଣିଷ ମାରିବାକୁ ମୋ ହାତ ତରୁଛି। ବରଂ ଏ ଓକିଲକୁ କହ ସେ ତାକୁ ଆଜି ମାରିଦଉ। ଆରେ ଶିବା ମୋ ଜୀବନରେ ମୁଁ ଜନ୍ତା ବିକୁଛି ମାରିନି ଆଜି ମଣିଷ ମାରିବା କଥା କହୁଛୁ କେମିତି? ଏ ଶିବା କିନ୍ତୁ ଆଜି ମଣିଷ ମାରିପାରିବନି। আরে হলো এসলা শিবটা জনাশক্র ধর্মাশক কেবেটু হেলা রে আজীব সাঙ্গু আজীব। ନାଇଁ ବସ୍ ତୁ ସେ ଚାଙ୍ଗୁ ବଜାନା। ସେ ଚାଙ୍ଗୁର ଶବ୍ଦ ଏ ଶିବର କାନରେ ବାଜିଲେ ଏ ଶିବର ରକ୍ତଟା ଗରମ ହବ। ଆଉ ଏ ଶିବର ରକ୍ତଟା ଗରମ ହେଲେ ଆଉ ଗୋଟାଏ ଫୋନ କରିବ ଶିବ। ওইসলা ঘনা ঘুষুরিয়া সাদিরে সবাকিয়া মুন্ডাকো বিষ চড়িলে নাচে খালি কাথইয়া কাথইয়া। সম্বাদিকর কত্রে চটানটা লাল হইগলারে এসলাকু মনা করুছি মুরা সাথ দুশ্মনী করনা করনা গলা কোন নাম নেলা। রে শিবা କାନ୍ଦୁଛୁ କାହିଁକି? ଆଜି କାହିଁ ଏ ଲୋକଟାକୁ ମାରିବା ପରେ ମୋ କାହିଁ କାନ୍ଦିବା ପାଇଁ ଇଚ୍ଛା ହଉଛି। ମୋ ଛାତିଟା ତରି ଉଠୁଛି। ମତେ ମୋ ବାପର ଠିକଣା ଦେଇଦେ। ଚାଲିଯିବି ମୁଁ ମୋ ବାପା ପାଖକୁ। ଜୀବନରେ ଆଉ କେବେ ମଣିଷ ମାରିବିନି। କେବେ ନୁହେଁ। এ শিবা তুই তো মুরা সোনা অন্ডা দিয়া কুকুড়া ছুরে তুই মুরা হাত ছাড়ি দেলে মুই তো বরবাদ হয়েছিবি। হে বুদা মুই তুতে তোর বাপর ঠিক না দেবি। টিকে সময়কু অপেক্ষা কর
ଦେବିରେ ଯେଦିନ ତୋର ବାପର ଠିକ ନ ଦେଇଦେବି ତୋତେ ପୁରା ଧନ୍ଦାରୁ ଛୁଟ ଯା ନେଇ ଯା ଏ ସାଲାକୁ ନେଇ ମହାନଦୀ କେ ଫିକ ଦେ ଯା 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 ଖୋଜୁଛି ବାପର ଠିକଣା ଏ ଓକେ ଆରେ ଚୁପ ହୋଇଯାବେ ଆରେ ଏଠି କଣ ପର ବି କଣ ଅଛି ଏ କଥା ଯଦି ଶିବ ଜାଣିଯାଏ ଏ ଉପରବାଲା ସେ ତୁତେ और मुते भूल भैला परिबरे ये ହେଉଛି ସେ ଚିକିନି ଚାଲୁନି ବେବିନା କରିବାକୁ ବସିଲାଣି ମାଟି କଣ ସେତିକି ବସ୍ ଏ ଶାଲିଟା ମାରି ମାରି ଆମକୁ ବେଦମ କରି ଦେଇଛି ତାକୁ ଏଠି କାବୁ କରି ନେଇ ଆସିଛି ବସ୍ ଆଏ ଆଇଲୁ তুই তো ছনছনিয়া হরিণ ଅଛି তোকে আমি আজ এটি মন ভোজি আরে ওকি বাস তুই হরিণ মাংস খাইবু কହୁଥିଲୁ না আরে কা 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 କେମିତି ହବ ଆଗ ଆପଣ ଖାଇବେ ତାପରେ ମୁଁ ନା ଏ ବେବିନା ହଉଛି ହାଇ ଭୋଲ୍ଟେଜ କଟ୍ ପରେ ଯେ ଛୁଏ ସେ ମରେବେ ଏଠି ତ ହାଇ ଭୋଲ୍ଟେଜ করে ন কাম তো পড়িলো না ফিউজ হইଯିବ ফিউজ ଆଉ ଆସିଛୁ ମାନେ ତୁ ଆଜି ଏଇଠି ମିଶିଲେ ବୋଲ ଏଟାକା ଏ ବାଗା रे खाओ खाओ एडा को दिल भर की खाओ रे আগে আপনারা খান তো अब अपन खाई सारा परे हमें टिके प्रसाद पाइबु ए मोरवाला ಎಂತ ಸುಂದರಿ ಚಿಡಿಯಾ ಸಾಲಿಟ ಮಹು ଅଛି रे এই ଭଲରେ ଭଲରେ କହୁଛି ଛୁଁ ନା ମୋର ଏତିକି ଟିକେ ବି ଦରକାର ତୋର କଣ ଅବସ୍ଥା କରିବି ମନେ ରଖିପାରିବି କଣ କରିବ ପୋଲିସ କୁ ଡାକିବୁ ତା ଥାନାରେ ପୁରେଇବ ଏ ବୋରବାଲା ଏ ଟୁକିଟା ଚିନ୍ତା କଣ କହିଲା ରେ ମୁଁ ତ ଆକୁ ବିନା କରିବି ଭାବିଥିଲି ଏ ତ ମୋତେ ଧମକ ଦେଇଦେଲା ବସ୍ ମାଟା ଶୀଘ୍ର ଖାଇଦିଅନ୍ତୁ ବସ୍ ନଚେତ ବାସି ହେଇଯିବ আজকে সতেজ আছে খাইବାକୁ মজা লাগিব মজা ଗୋଟେ କାମ କର ତୋ ମା ଭଉଣୀକି ନେଇକି ଦେଇଛ Hey! ଖାଇଲେ ମଜା ନାହିଁ ओय खाली मां भौणी ना जमा धरना कहि दउ মা ভৌণী না ধরিব তো শালির বেকটাକୁ সিধা কুকুড়া মরিলা পরি মরি দে ए बहवाला ये तो आइटम बाहरिला
ହାତରେ ଗୋଟେ ଗୁଣ୍ଡ ତାକୁ ଏଇଠି ସଭା କରିଦିଅ। ତୁ ମୋ ସହ କଟି କରିଥିଲି ପରା ମୁଣି ମୋ ମଣିଷ ଶୁଣି ପାଗଳ ଭଳିଆ ଧାଇଁ ଆସିଲୁ କେମିତି? ମୋ ବଂଶୀଶ୍ୱର ମତେ କି ଡାକୁଛି କେଜାଣି? ସେ ବଂଶୀଶ୍ୱର ଶୁଣିବା ଭିତରେ ମୋ ପୁରା ବି ପାଗଳ ହେଇଯାଉଛି। ତା ମାନେ ତୁ କହୁଛୁ ଆଜିଠୁ ଆଉ ବଂଶୀ ବଜେଇବିନି? ଠିକ ଅଛି, ଆଜିଠୁ ଆଉ ବଂଶୀ କେବେ ବି ବାଜିବନି। ପରା ମୁଣି ମୋ ମଣିଷ ଶୁଣି ପାଗଳ ଭଳିଆ ଧାଇଁ ଆସିଲୁ କେମିତି? ସତରେ ସପନା ଭାଇ ତ ବଂଶୀଶ୍ୱର ମତେ କି ଡାକୁଛି କେଜାଣି? ସେ ବଂଶୀଶ୍ୱର ଶୁଣିବା ମତେ ମୁଁ ପୁରା ବି ପାଗଳ ହେଇଯାଉଛି। ତା ମାନେ ତୁ କହୁଛୁ ଆଜିଠୁ ଆଉ ବଂଶୀ ବଜେଇବିନି? ଠିକ ଅଛି, ଆଜିଠୁ ଆଉ ବଂଶୀ କେବେ ବି ବାଜିବନି। ନାଇଁ ଏ ସପନା ଭାଇ ଏ ବଂଶୀ ପରେ ମୋ ଜୀବନ, ଏ ବଂଶୀ ମୋ ହୃତ୍ପିଣ୍ଡର ସ୍ପନ୍ଦନ, ଏ ବଂଶୀ ମତେ ବଞ୍ଚିବାର ନୂଆ ରାହ ଦେଇଛି। ଏ ବଂଶୀ ବିନା ମୁଁ କେମିତି ବଞ୍ଚିବି କହିଲୁ? ଆଉ ତୋ ବିନା ମୁଁ ବଞ୍ଚି ପାରିବି? ତତେ ଦିନେ ନ ଦେଖିଲେ ମୋ ସାତ ରଙ୍ଗ ବେରଙ୍ଗ ହୋଇଯାଏ, ସାତ ସୁରା ବେସୁରା ହେଇଯାଏ, ସେଥିପାଇଁ ମୁଁ ବଂଶୀ ବଜାଏ। ଏ ସପନା ଭାଇ ଏ ବଂଶୀ ଥରେ ବଜେଇବାରେ ପାଗଳି କରିଦେଲି ନା। ସପନା ଭାଇ ଜୀବନ ଅଧା ବାଟରେ ତୁ କେବେ ମୋ ହାତ ଛାଡ଼ି ଚାଲିଯିବୁ ନା? ଏ ଜନ୍ମ ଜନ୍ମ ପାଇଁ ସପନା ରାନୀର, ଏ ସପନା ଦେହର ପ୍ରତିଟି ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ସପନା ରାନୀର, ରାନୀ କେବଳ ସପନା। ସପନା ଭାଇ ତତେ ମୁଁ ଅନେକ ସ୍ୱପ୍ନ ଦେଖିଛି। ତୁ ସାଧା ପୁଅ ବେଶ ହେଇ ବଡ଼ ବେଶ ଧରି ଆମ ଘରକୁ ଆସିଛୁ, ଆଉ ମୁଁ ସାଧା ବୋଉ ସାଜି ଝରା କୋଣରେ ବାଟକୁ ଚାହିଁ ପକ୍ଷୀରାଜ ଘୋଡ଼ାରେ ଚଢ଼ି ଆସି ମୋ ସାଧନକୁ ମୋ ସାଥିରେ ନେଇଯିବି। ଆଉ ତାପରେ ମୁଁ ତ ଘରଣୀ ହେଲି। ସଞ୍ଜ ସକାଳେ ତମ ଚଉରା ପାଇଁ ସଞ୍ଜ ବୁତି ଚାଲିଛି। ତାପରେ ତ ମଙ୍ଗଳ ମଲ ଆସିବି। ତାପରେ କିଛି ଦିନ ପରେ ଚଉଦ ଟାଉଳ ଖଣ୍ଡେ ଛୁଆଟେ ଆମ କୋଳକୁ ଆସିବ, ଭାରି ମଜା ହବ ନା? ତୁ ନା ଭାରି ଦୁଷ୍ଟ। नाच हंसी परी गण चली गला मत जमी तुम प्रेम मतवाला करती से दिन मेडिकल कैंपस से तुमको देखा मु दिन राति केवल तुम कथा ही भावुची। सतर डॉक्टर तम परी पिला भाग्य थिले मिले भाग्य थिले अरे मु तो तुम हाथ बांधारे सतरे नेना तुम बिना मु बंची पारि। आई लव यू नेना, आई लव यू। मु कोन तुम बिना बंची पारि? मु तुमको जो न देखिली मो छातीर कैनवस रे तुम प्रति छवि आंकी देछि आ मो मन मंदिर रे तमरी नाम लिखि देई सारिछि। रियली तुमने मते भल पाओ? रियली मु तुमको बहुत भल पाए। आई लव यू। आई लव यू नेना, आई लव यू।
ସନ୍ଧ୍ୟାରାତି ଦେବ ଏଣୁ ତେଣୁ କପଟିଏ ମୁଁ ସନ୍ଧ୍ୟା ଦେଇଥାଉ বিশেষ ঘটনা আদ্য নদীর মধ্যস্থ নাটক সমস্ত মনে খুশি হই সাবাস প্রেরণা সাবাস লাইফ ফিট ହେଲା ପରି ଜୀବନ ସାଥୀ ବାଛିଛୁ। I am proud of Prerna. I am
নামো রিয়েল ভাই সে বহুত ভালো ছিল যদি তুমি পরমিশন দেই দেব তাহলে আমি দুই জন ম্যারেজ করিবু আরে ମୁଁ ତ ସେୟା ଚାହୁଁଛି ପ୍ରଥମେ ବାହାଘରଟା ସରିଯାଉ ଏଭଳି ଡକ୍ଟର କ୍ୟାଣ୍ଡିଡେଟକୁ କିଏ ହାତ ଛଡ଼ା କରିବ କିନ୍ତୁ ମୋ ଭାଇ ଭାଉଜକୁ ନ ଜଣାଇ ଭାଇ ଭାଉଜ ପରେ ଜାଣିବେ ଆଗ କୋର୍ଟ ମ୍ୟାରେଜଟା ସରିଯାଉ ପ୍ଲିଜ ରୋହନ ରାଜି ହେଇ ଯାଅ ନା ମୁଁ ତମ ସାଙ୍ଗରେ ଗୋଟିଏ ଛାତ ତଳେ ଗୋଟିଏ ଘରେ ରହିବା ପାଇଁ ଚାହୁଁଛି ମୁଁ ତମ ବିନା ବଞ୍ଚି ପାରିବିନି ପ୍ଲିଜ ରୋହନ ପ୍ଲିଜ ରାଜି ହେଇ ଯାଅ ନା ଠିକ ଅଛି ସାର୍ ନେନାକୁ ମୁଁ କୋର୍ଟ ମ୍ୟାରେଜ କରିବି ଭାଇ ଏଥର ଆମେ ଦି ଜଣ ଯିବୁ ଜାଣେ ମାତା ପଚାରିବାର ପ୍ରଶ୍ନ ଉଠୁଛି କୋଉଠୁ ତମେ ତ ନୀଳ ଆକାଶରେ ଦୁଇ ମିଳିଲ ଯା ଉଡ଼ି ବୁଲ ଆସନ୍ତୁ ଭାଇ ଅମିକା ପ୍ରସାଦ ଜଗତେ ମଣିଷ କମ୍ ଶୈତାନ ଦାଦା ଖେଳ ଖେଳିବାରେ ନାହିଁ অতি চাওনারে ওস্তাদ জগন মহাপাত্র তু সেগুলো ମୋ ସାଧବନକୁ ଛଡ଼ାଇ ନେଲୁ ଛଡ଼ାଇ ନେଲୁ ତ ନେଲୁ ଶଙ୍ଖା ଶୀଘ୍ର ଦେଇ ବାହାଘର ହୋଇଗଲୁ ତୁ ଯେମିତି ମୋ ସ୍ୱପ୍ନଟାକୁ ଜାଣି ଯାଇଛୁ ମୁଁ ବି ତ ପରିବାରଟାକୁ ଜାଣି ପଡ଼ି ପାଉଁଶ କରିଦେବି ପାଉଁଶ ଚାଳି ପଡ଼ି ପାଉଁଶ କରିଦେବ ଭାଇ କଣ ହେଇଛି ଆଜିଟା ସିରିୟସ୍ କାହିଁକି ସତୀଶ ତୁ ଏଠି ପୋଲିସ ଚାକିରି କରିଛି ପରା ଦଲାଲ ଯୋଉଠି ପୋଲିସ ସେଇଠି ଶୁଙ୍ଗି ଶୁଙ୍ଗି ପଡ଼ି ଆସେ ତାହେଲେ କୁଲ ବ୍ରଦର କୁଲ ମୁଁ ଶୁଣିବାକୁ ପାଇଲି ଏ ପାର୍କ ପଛପଟେ ବ୍ରାଉନ ସୁଗାର ବିଜନେସ୍ ଚାଲିଛି ଆଉ ସେ ଘନା ଘୁଷୁରାର ଲୋକମାନେ ସହରଟାକୁ ନଷ୍ଟ କରି ସାରିଛନ୍ତି ହାତରେ ପ୍ରମାଣ ନଥିବାରୁ ଚୁପଚାପ ହେଇ ବସିଛି ନହେଲେ ଘୋଡ଼ା ଘୁଷରା ଭଳିଆ ସମାଜ ସେବୀ ଘୁଷୁରୀ ଚରାଏ ବେପାର କରେ ଆଉ ବଳ କାଠ ଗରିବଙ୍କୁ ବାଟେ ତା ବିଷୟରେ ତତେ କେମିତି କହିଛି ତମେ ତାକୁ କଣ ଜାଣିଛ ଶୁଣିଛି ତା ବିଷୟରେ ଏମିତି ଶୁଣିଛି ଜାଣିଛ ନା ତା ସହିତ କୌଣସି ଘନିଷ୍ଠ ବନ୍ଧୁତା ଅଛି? ହଁ ତା ସହିତ ମୋର କୌଣସି ସମ୍ପର୍କ ନାହିଁ ତୁ ଡ୍ୟୁଟି ସାରି ଘରକୁ ମସ୍ତ काम में कुछ तो काला देखिबा तमे माने केता दिन इन्स्पेक्टर को फांगी चली अबे हे अरे मु ठिकाना जागरा आसी पहुंची ता पहुंची अरे इटा ताका घर ना सला उका घर सला आजि काली जहा दुख हेलानी आपका घर पसिबु माने सीधा एही पकेइले अरे घर तो घर आगरा तुलसी चौरा लंबा लंबिया मुसलिया नड़िया ता पाखरे दଳ ପୋଖରୀ ଏଇଟା ନିଶ୍ଚୟ ମୋ ପ୍ରିୟତମାର ଘର ଆଚ୍ଛା ପ୍ରିୟ ତମେ କୋଉଠି ମୁଁ କାଳିଆ ଫଟେଇ ଦେବି ତ ଗଳିଆ
କରିନି କରିବି ବୋଲି ଭାବୁଛି। ହେଇଲୋ, ଆରେ ଏତେ ଭଲ। ସତରେ? କିନ୍ତୁ ଆମମାନଙ୍କୁ ସେଠି ଖାଆ। ହେଇ, ତମେ କଣ କରିବ? କରିବି ସମ୍ପର୍କ କରିବି ବୋଲି ମୁଁ ତାକୁ ଖୋଜୁ। ତମେ କାହାକୁ ଖୋଜୁଛ? ମୋ ପ୍ରାଣ ପ୍ରିୟା ହେମମାଳିନୀ ରାଧାକୁ। ରାଧା ତମକୁ ଦେଖି ମୁଁ ଆଉ ସମ୍ଭାଳି ପାରୁ ନା, ଜମା ଆଉ ସମ୍ଭାଳି ସାରା ମୁଁ ସିନ୍ଦୁର ତୋଟାରୁ ପାଇକି ତୋଟାରୁ ବୁଢା ତୋଟା ଆସି ଖୋଜି ଦୁର୍ବଳ ହେଲିଣି। ତୁ ଶେଷରେ ଆସି ଏଠି ହଁ କହୁନୁ ହଁ ନା ଜମା ନୁହଁ କହ ଆଲୋ ନା ନାହିଁ କି ପାଳ ନାହିଁ চাকরি করেছে তু শুধু বকিটা তম ঝিও পিলাঙ্ক জাতিরে বুদ্ধিটা মুন্ডরে নথাই আঁঠুরে ଅଛି আলো মো বেশ পোশাক দেখি কো কিছু সারা গাঁর সমস্তে জানিছন্তি মু হচ্ছে কনস্টেবল কালিয়া আর তু কিছু জানি পার এটি রাধা ପଚାରିବା ତମେ କେମିତିଆ ପୋଲିସ? ଏଠି ରାଧା ମୁଁ ତତେ ଯୋଉ ଆମର ପ୍ରେମ ଚିଠିଟା ଦେଇଥିଲି ସେ ଚିଠି ପାଇଛୁ ତ? ନା ପାଇଥିଲି। ଯୋଉ ଲେଖିଦେଲ ମୋର ଅଭିମାନ ପ୍ରିୟ ନା ସେ ଚିଠିଟା ତମର? ହଁ ଲୋ ହେଲେ ଗୋଟେ କଥା କହିବି? କହୁନୁ। ତମ ଘରର ଠିକଣା ତମେ କୋଉଠି ପାଇଲ? ଯାହା ସାର୍ ଆମେ ପୋଲିସ ବାଲା ସାରା ରଙ୍ଗି ସଙ୍ଗୀ ଚଙ୍ଗି ସମସ୍ତଙ୍କ ଠିକଣା ଜାଣିବା ମୋର କାମ। ହଁ ରାଧା ହଁ ଏ ରାଧା କଣ? ଆଉ ଡେରି କାହିଁ କହୁଛୁ ଆସିଲୁ ଏଇ, ଶୁଣ ଏଠି। ତମେ ସିନା ସେ ଚିଠିଟା ଦେଲ, ମୁଁ କଣ ସେ ଚିଠି ପଢିପାରିଲି? ଆଉ ସେ କଣ କହିବି ମୋ ବାପା ଏକଇ ନନ୍ଦନ ପିସିକେଶନ ହଁ। ଆହେଲେ ମୋର ନଚିକେତ ହଁ। ମୋ ବାପା ହଁ। ମୋ ଚିଠି ପଢେଇଦେଲା ଆଉ? ଛଡେଇକି ନେଇ ପଳେଇଲା। ଯା ଶଳା ସେ ଶଳା ବୁଢା ମଝିରେ ଷଣ୍ଢ ପୁରେଇ ଦେଇଛି କିନ୍ତୁ ଏ କନେଷ୍ଟବଳ କାଳିଆ ସେ ଶଳାକୁ ଜମା ଛାଡି ହାତରେ ପୁରାଇ ଦଫା ଲଗେଇ ତା ଗାଣ୍ଡିରେ ବାଡି ପୁରାଇ ପୁରା ଭପ କରି ଜଗଣିଖିଆ ବାପା ଟିକେ ଗହବା ଏତେ ସ୍ତ୍ରୀ ଲୋକ ଅନେକ ଝିଅ ଖାଇଲେ ଜମା ଲାଗ ନାହିଁ ମୋର ମୁଁ ପୁରା ଫୁଲ ନାଳୁଆ ତୁ ନାଳୁଆ ପକ୍କା ହିଷ୍ଟ୍ରିଆଟା ଠିକ ନା? ହିଷ୍ଟ୍ରି ମାନେ କଣ ଜାଣିଛୁ? ନା। ହିଷ୍ଟ୍ରି ବା କେତେ ଲୋକ ମହାନ ହେଇଛନ୍ତି ଆଉ ମୁଁ ଯଦି ହିଷ୍ଟ୍ରି ହେଇଗଲି କଣ ହେଲା? ହଁ। ତମେ ଯଦି ମତେ ଏତେ ଭଲ ପାଉଛ ହଁ। ମୋ ପାଇଁ କଣ ନେଇକି ଆସିଛ? ଶୁଣିବୁ ହଁ। ଆସୁ ଆଲୋ କାଲି ଯାଇଥିଲି କଟକ କାଲି ଯାଇଥିଲି କଟକ ଶସ୍ତାରେ ପ୍ରିୟା ଆଣିଛି ତୋ ପାଇଁ ଘୋଡ଼ାର ବାଳ ତତେ କଣ ଆଉ କିଛି ମିଳିବନି? ଘୋଡ଼ାର ବାଳ ହେଇପାରେ? ଆଣିଛି ଆଉ ଗୋଟେ ଡାଷ୍ଟା ଧରିକି ଆଣି ଶୁଣୁ ହେଠି ରାଧା ମୋର ବା ଗୋଟିଏ ମାସ ଦରମାରେ ମୁଁ ତୋ ପାଇଁ ସୁନା ଯୋଡ଼ି ଆଣିଛି ଏଠି ଦେଖୁନୁ ଆଚ୍ଛା ତୁ ପିନ୍ଧିବୁ କି ନାହିଁ କହିଲୁ? ହଁ। ହଁ। ସେଟା ସୁନା ନା ତୁ
ପଡ ଟିକେ କର ଆଉନୁ ତୋ ଆଖିଟା କାମ ମଶା କରି ଯାଇଛି ଆ ଦେଖୁନୁ ତମେ ଯଦି ଏତେ ସାରା ହଁ। ଜାଣିଛ ମୁଁ ପିନ୍ଧିବିନି ତାହେଲେ ଆଉ ଡେରି କାହିଁ ଆଲୋ ଆଳୁ ପତର କି ସାରୁ ପତର ସେ କି ହୋଇବ ପାନ ତ ଆଳୁ ପତର କି ସାରୁ ପତର ସେ କି ହୋଇବ ପାନ ସେତେ ଦେଖି ମୋର ହିଟ୍ ହେଲାଣି ଟିକେ କରିଦେବି ଘନ ଘନ ଏଇ ରାଜା ପାଖକୁ ଆସେ ତୁ ଟିକେ ଦେଖା ମୁଁ ପୁରେଇ ଦେବି ଆସୁନୁ ହଁ ଆଉ ତତେ ବା ଯିଏ ଦେଖିଲେ ତାର ଉଠିବ ଆଉ ମୁଁ କେମିତି କଣ୍ଟ୍ରୋଲ କରିବି ସେମାନେ ସବୁ ତଳ ସାହି ଟୋକା ପୁରା ନାଳୁଆ ପୁରେଇ ଦେବେ ମାରିଲୁ ଇସ୍ ଆଉ ଘଷା ଘଷି ହବା ଟିକେ ପାଖକୁ ଆସେ ଆଉ ଡେରି କର ରାଧା ତୁ ଟିକେ ଦେଖା ମୁଁ ଟିକେ ପୁରେଇ ଦେବି ନୂଆ ନୂଆ କାଟିବ ପୁରୁଣା ହେଲେ ଫିଟିବ ଆଉ ଗୋଟେ ଅଛି ବା ତୁ ଏତେବେଳୁ କହନ୍ତି ଭିଡ଼ି ଗଡ଼ି ହେଲୁ ଦେଖା ମୁଁ ଏଇଟାରେ ଟିକେ ପୁରେଇ ଦିଏ ହଁ ଥରେ ତ ପୁରେଇଛି ପୁଣି ତୁ ତା ଭିତରେ ତମେ ଏତେ ବାଟକୁ
କୃଷ୍ଣ ସାଜିଛି ମାନେ ତମ ଝିଅ ରାଧାକୁ ନେଇକି ଯିବ କାଳିଆ ବଇଁଶୀ ବାଜିବ ଆଉ ତମ ଝିଅ ରାଧା ନାଚିବ ଆଉ ବାଜିଲେ ବଇଁଶୀ ନାଚିବ ରାଧା ସବୁ ପ୍ୟାକେ ये थोड़ा मक्के को हो जियो को तो ये साहस थोड़ा जमा करी दे से पकाई तो घुटी